ଗପଟି ଗୋଟେ ଶୁଆ ଆଉ ଗୋଟେ ଶାରୀର। ଶୁଆ ଆଉ ଶାରୀ ଦୁହେଁ ଦୁଇ ଜଣକୁ ବହୁତ ଭଲ ପାଉଥିଲେ। ଦିନେ ଶାରୀ ଶୁଆକୁ କହିଲା, ତମେ ମତେ ଛାଡ଼ିକି କୁଆଡ଼େ ଉଡ଼ିଯିବନି ତ? ଶାରୀଟିର କଥା ଶୁଣି ଶୁଆ କହିଲା, ମୁଁ ଉଡ଼ିଗଲେ ତୁ ମତେ ଧରି ନେବୁ? ଶୁଆଟିର କଥା ଶୁଣି ଶାରୀ କହିଲା, ମୁଁ ତ ତମକୁ ଧରି ନେବି, ତମେ ମୋ ସହିତ ରହିପାରିବ ତ? ଏଇ କଥା କହୁ କହୁ ଶାରୀଟି କାନ୍ଦି ପକେଇଲା ଏବଂ ଶାରୀଟିର କାନ୍ଦ ଦେଖି ଶୁଆକୁ ବହୁତ କଷ୍ଟ ହେଲା। ଶୁଆଟି ସେହି ମୁହୂର୍ତ୍ତରେ ସାଙ୍ଗେ ସାଙ୍ଗେ ତା ଦୁଇ ଡେଣାକୁ କାଟିଦେଲା ଏବଂ କହିଲା, ଦେଖ ମୋର ଦୁଇ ଡେଣାକୁ କାଟିଦେଲି, ମୁଁ ଆଉ କେବେ ତତେ ଛାଡ଼ିକି ଆଉ ଉଡ଼ିକି ଯାଇପାରିବିନି। ଏମିତି କେତେ ଦିନ ଗଲା। ଦିନେ ବହୁତ ଜୋରରେ ଝଡ଼ ତୋଫାନ ଆସିଲା। ଝଡ଼ ତୋଫାନରେ ଯୋଉ ଗଛଟି ଶୁଆ ଶାରୀ ବସା କରିକି ରହୁଥିଲେ ସେଇ ଗଛଟି ଭାଙ୍ଗିବାକୁ ଲାଗିଲା ଏବଂ ଶୁଆ ଶାରୀକି କହିଲା, ମୁଁ ତ ଆଉ ଉଡ଼ିକି ଯାଇପାରିବିନି, ତୁ ଉଡ଼ିକି ଚାଲିଯା। ଏବଂ ଶୁଆଟିର କଥା ଶୁଣି ଶାରୀ କହିଲା, ହଉ ନିଜ ନିଜର ଧ୍ୟାନ ରଖିବ କହିକିରି ଉଡ଼ି ଚାଲିଗଲା। ଆଉ କିଛି ସମୟ ପରେ ଝଡ଼ ତୋଫାନ ବନ୍ଦ ହୋଇଗଲା ଏବଂ ଶାରୀଟି ଆସି ଦେଖେ ତ ଶୁଆଟି ମରିକି ପଡ଼ିଛି ଏବଂ ଶୁଆଟି ମରିବା ପୂର୍ବରୁ ସେଇ ଗଛର ପତ୍ରରେ ଲେଖିଦେଇ ଯାଇଛି, ଥରେ ମତେ କହିଦେଇଥାନ୍ତୁ, ମୁଁ ତତେ ଛାଡ଼ିକି ଯାଇପାରିବିନି ନା, କେବେ ବି ଏଇ ଝଡ଼ ତୋଫାନ ମତେ ମାରିଦେଇ ପାରିନଥାନ୍ତା। ଆଜିକାଲି ପ୍ରେମ ସମ୍ପର୍କ ବି ଏମିତି, କେହି ଜଣେ ହୃଦୟରୁ ଭଲ ପାଇଥାଏ, ଆଉ କିଏ ଟାଇମ୍ ପାସ୍।